ଅନାଥ ଆଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ସହଯୋଗର ହାତ ବଢ଼ାଇଲେ ପ୍ରଶାସନିକ ଅଧିକାରୀ। ଗଜପତି ଜିଲ୍ଲା ଅନ୍ତର୍ଗତ ପାଳାଖେମୁଣ୍ଡି ସ୍ଥିତ ନବଜୀବନ ଅନାଥ ବୃଦ୍ଧାଶ୍ରମରେ ରହି ଶିକ୍ଷା ଲାଭ କରୁଥିବା 90ରୁ ଉର୍ଦ୍ଧ୍ୱ ବାଳିକାମାନଙ୍କ ଉଚ୍ଚ ଶିକ୍ଷାକୁ ନଜରରେ ରଖି ଗାୟତ୍ରୀ ଶକ୍ତିପୀଠର ସମାଜସେବୀ ସନ୍ତୋଷ ଗନ୍ତାୟତଙ୍କ ଉପସ୍ଥିତିରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଜିଲ୍ଲା ଖଣି ଅଧିକାରୀ ଡିପେନ ପରିଡ଼ା ଓ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଦ୍ୱାରା ଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ କମ୍ପ୍ୟୁଟର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପାଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ଉପସ୍ଥିତିରେ ଏକ ସଂସ୍କାରମୂଳକ ଯଜ୍ଞାନୁଷ୍ଠାନ କରାଯାଇଥିଲା। ପରେ ଉତ୍ତମ ଚରିତ୍ର ଗଠନ ନିମନ୍ତେ ତଥା ମୋବାଇଲ ଓ କମ୍ପ୍ୟୁଟର ଦୁରୁପଯୋଗ ଉପରେ ଉପସ୍ଥିତ ଛାତ୍ରୀମାନଙ୍କ ସହ ବିଶଦ ଆଲୋଚନା କରାଯାଇଥିଲା। ପରେ ଉପରୋକ୍ତ ଦୁଇ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ନିମପଡ଼ା ସ୍ଥିତ ମେଟ୍ ଗ୍ରୁପ ସହଯୋଗରେ କମ୍ପ୍ୟୁଟର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ମଧ୍ୟ ନୂଆଗଡ଼ ବ୍ଲକ କେରାଡାଙ୍ଗ ଉଚ୍ଚ ବିଦ୍ୟାଳୟର ଏକ ଅନୁରୂପ ସଭା ଆୟୋଜନ କରାଯାଇ 8ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜର ରଖି କମ୍ପ୍ୟୁଟର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବି ମାଲେଶ୍ୱର ରାଉ, ଶିବପ୍ରସାଦ ପଟ୍ଟନାୟକ, ଅବିର ଭୂଷଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।